ସଂଖ୍ୟାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ ସେବାସ୍ତମ୍ଭ ମୟୂରଭଞ୍ଜ ଜିଲ୍ଲା ଶାଖା ରାଇରଙ୍ଗପୁର ତରଫରୁ ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ମୁଖ୍ୟଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଜନକ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ମହାନ୍ତ ସୀମା କଲିଆରଙ୍କ ବେଦମନ୍ତ୍ର ମଧ୍ୟରେ ସର୍ବପ୍ରଥମେ ଶ୍ରୀ ଜଗନ୍ନାଥଙ୍କୁ ନୈବେଦ୍ୟ ଅର୍ପଣ କରାଯାଇଥିଲା। ତତ୍ପରେ ବାବା ସାହେବଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଓ ଇହଧାମ ତ୍ୟାଗ କରିଥିବା ସଭାପତି ପ୍ରତାପ ଚନ୍ଦ୍ର ହେମ୍ବ୍ରମଙ୍କ ଆତ୍ମାର ସଦ୍ଗତି ପାଇଁ 1 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ସମ୍ମାନୀୟ ମାନସ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଏମ୍ପିସି ମହାବିଦ୍ୟାଳୟର ସହକାରୀ ପ୍ରଫେସର ସମ୍ମାନୀୟ ଆଦ୍ଗା ଗୁଡୁ ଯୋଗଦେଇ ମଞ୍ଚକୁ ଗୌରବାନ୍ୱିତ କରିଥିଲେ। ରାଷ୍ଟ୍ରୀୟ ସମ୍ପାଦକ ମୁଚିରାମ ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ବାଜଲ ମୁର୍ମୁ, ଜିଲ୍ଲା ବରିଷ୍ଠ ଉପସଭାପତି ଯୋଗେଶ୍ୱର ଯାତ୍ରା, ରାଜେଶ କୁମାର ରାମ, ରେଡ୍ଡି ଭଲେଣ୍ଟିୟର ସଭାପତି ପ୍ରୀତିରାଜ ମଞ୍ଚରେ ଉପସ୍ଥିତ ହୋଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଜୟ କୁମାର ରାମ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ନିମନ୍ତେ ହୋଇଥିବା ପ୍ରତିଯୋଗିତାର ସିନିୟର, ଜୁନିୟର, ସବ୍ ଜୁନିୟର ଗ୍ରୁପରୁ 3 ଜଣ ଲେଖାଏଁ ଶ୍ରେଷ୍ଠ ବିଜେତା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ଓ ଅଂଶଗ୍ରହଣକାରୀ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଉପହାର ସହିତ ସମ୍ମାନିତ କରାଯାଇଥିଲା। ଲିଟିଲ ମାଷ୍ଟର ଗ୍ରୁପରୁ ବାବା ସାହେବ ରୂପେ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତାରେ ଅଂଶଗ୍ରହଣ ଆକର୍ଷଣୀୟ ଥିଲା। ଏହି ଗ୍ରୁପରୁ ଶ୍ରେଷ୍ଠ 3 ଜଣଙ୍କୁ ପୁରସ୍କୃତ କରାଯିବା ସହିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତାକୁ ଦୁଃଖୀଶ୍ୟାମ ଟୁଡୁ, ମଞ୍ଜୁରାମ, ପ୍ରଫେସର ଆଦ୍ଗା ଗୁଡୁ ଓ ରବୀନ୍ଦ୍ର କୁମାର ମୁଖୀ ମୂଲ୍ୟାୟନ କରିଥିଲେ ଓ ରାଇରଙ୍ଗପୁର କଲେଜର ଯୁକ୍ତ 3 ତୃତୀୟ ବର୍ଷ ଛାତ୍ରୀ ମମତା ମହାନ୍ତ ପରିଚାଳନା କରିଥିଲେ। ମହିଳା ବିଦ୍ୟାଳୟର ଅଧ୍ୟକ୍ଷ ରବିଶଙ୍କର ଶତପଥୀ ପରିଚାଳନା କରିଥିବା ଅଡିଏନ୍ସ କୁଇଜ୍ ପ୍ରତିଯୋଗିତା ଚିତ୍ତାକର୍ଷକ ହୋଇଥିଲା। ଶିଶୁମାନଙ୍କୁ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରାଇବା ପାଇଁ ପିତାମାତାମାନେ କଠିନ ପରିଶ୍ରମ କରୁଥିବାରୁ ସେମାନଙ୍କୁ ସଂଗଠନ ତରଫରୁ ବହୁତ ଧନ୍ୟବାଦ ପ୍ରଦାନ କରାଗଲା। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପିତାମାତା, ଅଭିଭାବକ, ସହରବାସୀ, ସାମ୍ବାଦିକ, ରେଡ୍ଡି ଭଲେଣ୍ଟିୟର ଓ ସଦସ୍ୟ ବାରିଆଳ ମାଝୀଙ୍କୁ ସଂଗଠନ ତରଫରୁ ବରିଷ୍ଠ ଉପସଭାପତି ତଥା ଆବାହକ ଗୋପାଳକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍। बाबा साहेब आम्बेडकर जयंती दिवस पालन उपलक्षे सेवास्तंभ मयूरभंज डिस्ट्रिक्ट रायरंगपुर ब्रांच सभापति प्रति वर्ष पर वर्ष आमर महान दिवस को महासमारोह आनंदर सह पालित हो पूर्वर आमर पाई रचना और ड्राइंग की प्रतियोगिता होता जो थे कि आमर विभिन्न छात्र छात्री फर्स्ट सेकेंड थर्ड होता छात्र छात्री को पुरस्कार सह विजेता घोषणा कर आज महान पवित्र दिवस बाबा साहेब विभिन्न आलोचना करी सभारे स्मृतिचारण होता आउ खूब सुंदर भाव परिचालना होगा पवित्र अवसर समस्त भारतीय अभिनंदन शुभेच्छा। आज अखिल भारतीय अनुसूचित जाति जनजाति पोषा वर्ग और संख्यालघु कर्मचारी कल्याण महासंघ तरफ आयोजित है मयूरभंज जिला शाखा रायरंगपुर आयोजित अति सुंदर भाव महासमारोह पालित होती एवं विभिन्न प्रकार प्रतियोगिता समस्त को जो संबर्धना करागला आम जो अतिथि मैंने आसते बहुत खुशी लगे भल आम गोटे वार्ता दे पारिछु अम्बेडकर ना
प्रतियोगितार प्रतियोगिता ऑडियंस मानक प्रतियोगिता थिला आम वॉलंटियर्स मानक प्रतियोगिता थिला और समस्ते स्कूल कॉलेज मध्य जो प्रतियोगिता आयोजित होता समस्त को संबोधित कराला फैंसी ड्रेस विशेष आकर्षण था आज कार्यक्रम आ विशिष्ट मुख्य अतिथि भाव में आम डेप्यूटी कलेक्टर श्री मानस कुमार बेहरा सर आसते सम्मानित अतिथि भाव में एलबीसी एसटेट प्रोफेसर डॉक्टर श्री आग्रा टुडू आसते समस्त कार्यक्रम मोतीराम माझी सेवास्तंभर जातीय संपादक एवं मयूरभंज डिस्ट्रिक्ट ब्रांचर उपदेष्टा आज आम डॉक्टर आंबेडकर जयंती आम पालन करुचु 135तम जयंती यही अवसर में स्वास्थ्य तरफ अनेक कृति छात्र छात्री जोगदे एवं सेमानंकर पितामाता तथा गाइडर्स माने एठी उपस्थित यही उत्सव को अति रोमांचक भाव में पालन कर तेणु समस्त पाखरे आमर अनेक कृतज्ञता रहिला आज यही डॉक्टर आंबेडकर मार्गदर्शन आज देश परिचालित होती जहाँकि संविधान एक बृहत्तर संविधान भाव में रही एवं आज भारत वर्ष यही पृथ्वीर समस्त देश को से यही संविधान बल में समस्त को मार्गदर्शन देउछि।